ବାବା ମାନଙ୍କର ସମାଗମ ବଢିବ କିନ୍ତୁ ଶୌଚାଳୟର ବ୍ୟବସ୍ଥା ନାହିଁ ଯୋଉ ବାବା ମାନେ ଅଭିଯୋଗ ଏ ବାବା ମାନେ ଯେ ଅଭିଯୋଗ କରୁଛନ୍ତି ସେମାନେ ବାବା ନୁହନ୍ତି ଭାଣ୍ଡ ଭାଣ୍ଡ ବାବା। ମୁଁ କାଲି ଯାଇଥିଲି ଏଇନା ଯାଉଛି ଏଇନା ଖଣ୍ଡଗିରି ଯାଉଛି ଗୋଟେ ବାବା ମାନେ ଡାକିଛନ୍ତି ମୋ ସାଥିରେ ଯଦି ଯିବେ ଆପଣ ମାନେ ଆସନ୍ତୁ। ବହୁତ ପ୍ରସିଦ୍ଧ ବାବା ଆସିଛନ୍ତି ନିଷ୍ଠାପର ବାବା ଆସିଛନ୍ତି ପ୍ରାୟ 300 ରୁ 400 ଭଳିଆ ବାବା ପହଞ୍ଚି ଗଲେଣି। ଆଉ 4-5 ଦିନ ଭିତରେ ମୁଁ ଭାବୁଛି ବୋଧେ 1500-2000 ବାବା ଆସି ପହଞ୍ଚିବେ। ଭାରତ ବର୍ଷ ବାହାରୁ ବି ଆସୁଛନ୍ତି ଫରେନରୁ ଆସୁଛନ୍ତି ଭାରତ ବର୍ଷର ଉତ୍ତରପ୍ରଦେଶ ଦକ୍ଷିଣ ଭାରତ ଉତ୍ତର ଭାରତ ଆସାମ ପଞ୍ଜାବ ଚାରିଆଡୁ ବାବା ଆସୁଛନ୍ତି ଏବଂ ଆସି ପହଞ୍ଚି ଗଲେଣି। ମୁଁ ଏଇନା ଯାଉଛି ଏ ତଳ ପଟେ ଗୋଟେ ବାବା ମାନଙ୍କର ଯୋଉ ଆଶ୍ରମ ଅଛି 2-3ଟା ବାବା ରିଜର୍ଭ ରଖିବୁ ଯୋଉମାନେ ଉତ୍ତର ଭାରତରୁ ଆସୁଛନ୍ତି ଦକ୍ଷିଣ ଭାରତରୁ ଆସୁଛନ୍ତି ଦୂରରୁ ଆସୁଛନ୍ତି ସେମାନେ ଯେମିତି ରହିବେ ତାଙ୍କର ପିଇବା ପାଣିର ବ୍ୟବସ୍ଥା ଆମେ ପାଣି ତାଙ୍କର ପହଞ୍ଚାଇବା ଇଲେକ୍ଟ୍ରିକ ଟିକେ କେମିତି ଜାଳିବେ କେମିତି ଗାଧୁଆ ପାଧୁଆ କରିବେ ବାବା ମାନେ ରହିବେ 4-5 ଦିନ ଟିକେ ଶାନ୍ତିରେ ରହିବେ ଆରାଧନା କରିବେ ପୂଜା କରିବେ ଆଳତି କରିବେ। ସେଥିପାଇଁ ଆମେ ସବୁ ତତ୍ପରତା ଆଜି ନୁହଁ ମୁଁ 50-60 ବର୍ଷ ଆଣି ବାବା ମାନଙ୍କୁ ରଖେଇଛି ସେଇଠି ସାହାଯ୍ୟ କରି ସେଇଠି ନାଇଁ ନାଇଁ ହେଇଛି ନାଇଁ ଆମେ ସେସବୁ ପ୍ରଶୟ ଦବୁନି। ଏଠି କୌଣସି ନଙ୍ଗୁଳି ନଙ୍ଗଳା କାର୍ଯ୍ୟକ୍ରମ ଏବଂ ନେକେଡ୍ ଡ୍ୟାନ୍ସ ଏସବୁ ମାନେ ପ୍ରଶୟ ଦେବୁନି କେବେ। ଏଠି କୌଣସି ଉଲ୍ଲଗ୍ନ ହେଇଥିଲେ 50 ବର୍ଷ ତଳେ ଏ ଯୋଉ ଜୈନ ମାନେ ଉପରେ ମନ୍ଦିର ଅଛି ଉଲ୍ଲଗ୍ନ ମୂର୍ତ୍ତି ଅଛି ତାଙ୍କରି ଭକ୍ତ ମାନେ 200 ବାବା ନଙ୍ଗଳା ହେଇକି ବୁଲନ୍ତି ଯାତ୍ରାରେ। ଆମେ ଆଉ ସମ୍ଭାଳି ପାଇଲୁନି ପଚାରିଲୁ ସେତେବେଳେ ଉଦ୍ଧତଗିରି କଲେ ଏମିତି ମାଡ଼ ଦେଇଛୁ ଆଉ ଜୀବନରେ ସେମାନେ ଉଲ୍ଲଗ୍ନ ହେଇକି ଖଣ୍ଡଗିରି ଯାତ୍ରାରେ ପ୍ରବେଶ କରିନାହାନ୍ତି। ସେ ବାବୁ ସିଂ ସିନା କହିଥିଲା ବାଡି ପୂଜା କରିବେ ଆମେ ଶିଖିଥିଲୁ ଏକଦମ ବାବୁ ସିଂ ଜାଣିବା ଦରକାର ସେ ଜନ୍ମ ହେଇନଥିଲା ଶିଖିଥିଲୁ ଆମେ ସେଇ ଦିନଠୁ ଆଉ ଖଣ୍ଡଗିରି ଏରିଆରେ କୌଣସି ନଙ୍ଗୁଳି ବାବା କେବେ ଚାଲି ନାହାନ୍ତି କୌଣସି ଜୈନ ନଙ୍ଗଳା ହେଇ ଚାଲି ନାହାନ୍ତି। ସେ ତାଠୁ ଆହୁରି ଜବରଦସ୍ତ ଦଣ୍ଡ ଦିଆଯିବ। ପରମ୍ପରାକୁ ବଞ୍ଚେଇକି ରଖିବାକୁ ପଡିବ ଶରୀରକୁ ଘୋଡେଇକି ରଖିବାକୁ ପଡିବ ଇଜ୍ଜତକୁ ବଞ୍ଚେଇକି ରଖିବାକୁ ପଡିବ। ये भारत परंपरा ये ओडिशा परंपरा जगन्नाथ परंपरा एक नेकेड़ प्रश्न नहीं उल्लग्न प्रश्न नहीं